ବଣ ଆମର ବନ୍ଧୁ। ଉଦୟନଗର ବୋଲି ସୁନ୍ଦରଗଡ଼ରେ ଗୋଟିଏ ଗାଁ ଥାଏ। ଆଉ ସେହି ଗାଁଟିକୁ ବଣ ପାହାଡ଼ ଘେରି ରହିଥାଏ। ତାର ଚାରିଆଡ଼େ ବଡ଼ ବଡ଼ ଶାଳ, ପିଆଶାଳ, ଅସନ, ମହୁଲ ଗଛ ଥାଏ। ଗାଁ ପାଖରେ ଜଙ୍ଗଲ ଟିକିଏ ପତଳା, ମାତ୍ର ଭିତରକୁ ଜଙ୍ଗଲ ଭାରି ଘଞ୍ଚ। ଚାରିଆଡ଼େ ସବୁଜ ଗଛଲତା। କେତେ ପ୍ରକାର ପଶୁପକ୍ଷୀ ସେ ଜଙ୍ଗଲରେ ବାସ କରୁଥାନ୍ତି। ଗାଁ ଲୋକମାନେ ସେହି ଜଙ୍ଗଲକୁ କାଠ ସଂଗ୍ରହ କରି ପାଖ ସହରରେ ତାକୁ ବିକ୍ରି କରି ପେଟ ପୋଷନ୍ତି। ସେହି ଗାଁରେ ଜଗବନ୍ଧୁ ବୋଲି ଗୋଟିଏ ପିଲା ଥାଏ। ତାର ବାପା ମା ତ ଅନେକ ଦିନରୁ ମରିଯାଇଥାନ୍ତି। ତେଣୁ ସେ ଭାରି କଷ୍ଟରେ ଚଳୁଥାଏ। ସାଇ ପଡ଼ିଶାରୁ ମାଗି ଯାଚି ଚଳେ। ଯେତେବେଳେ ସେ ଟିକିଏ ବଡ଼ ହୋଇଗଲା, ଲୋକମାନେ ତାକୁ କହିଲେ, ତୁ ଆମ ସାଙ୍ଗରେ ବଣକୁ ଚାଲ। ସେଠୁ କାଠ ସଂଗ୍ରହ କରି ସେସବୁକୁ ବଜାରରେ ନେଇ ବିକିବୁ। ଯାହା ପଇସା ମିଳିବ ସେଥିରେ ଖାଇବା ଜିନିଷ ଆଣି ଚଳିବୁ। ତାପରେ ସେ ଜଗବନ୍ଧୁ ଗାଁ ଲୋକଙ୍କ କଥା ମାନି ଜଙ୍ଗଲକୁ ଗଲା ଓ ଶୁଖିଲା କାଠ ସଂଗ୍ରହ କରି ବଜାରରେ ନେଇ ବିକ୍ରି କଲା। ସେଥିରେ ତାର ଖାଇବା ପିଇବା ସିନା ଚଳିଲା, କିନ୍ତୁ ଲୁଗାପଟା, ଘରଦ୍ୱାର ସେ କିଛି କରି ପାରିଲା ନାହିଁ। ଜଗବନ୍ଧୁ ଦିନେ ଜଙ୍ଗଲରେ କାଠ ହାଣୁ ହାଣୁ ହାଲିଆ ହୋଇ ଶୋଇପଡ଼ିଲା। ସେ ଯେଉଁ ଗଛ ମୂଳେ ଶୋଇଥିଲା, ସେହି ଗଛ ଡାଳରେ ଶୁଆଶାରୀ ବସି କଥା ହେଉଥିଲେ। ଶୁଆ କହିଲା, ଏଇ ଗଛ ଛାଇରେ ଯେଉଁ ପିଲାଟି ଶୋଇଛି, ସେ ଗରିବ ହେଲେ କ'ଣ ହେବ? ତାର ଜୀବଜନ୍ତୁଙ୍କ ପ୍ରତି ଭାରି ଦୟା। ଜଙ୍ଗଲର କଞ୍ଚା ଗଛକୁ ସେ ଦେବତା ଭଳି ମାନୁଛି। ତେଣୁ ସେ କୌଣସି କଞ୍ଚା ଗଛକୁ କେବେ ବି କାଟୁନାହିଁ। କେବଳ ଶୁଖିଲା ଡାଳପତ୍ର ନେଇ ସେ ବିକ୍ରି କରୁଛି। ତେଣୁ ତାକୁ ଆମେ ସାହାଯ୍ୟ କରିବା। ଏହିପରି ଚିନ୍ତା କରି ସେ ସାରି ଡାଳ ଉପରୁ ଥାଇ କହିଲା, ଜଗବନ୍ଧୁ ତୋ ଗରିବ ଅବସ୍ଥା କଥା ଆମେ ଜାଣିଛୁ। ଆମେ ଯେଉଁ ଗଛରେ ବସିଛୁ ସେଇଟା ଗୋଟିଏ ଚନ୍ଦନ ଗଛ। ଏହି କାଠ ତ କେହି ବି ଜାଣନ୍ତି ନାହିଁ, କାହିଁକି ନା ଏହା କେବଳ ଠାକୁରଙ୍କ କାମରେ ହିଁ ଲାଗେ। ତୁ ଏଇ ଗଛର ଶୁଖିଲା ଡାଳ ଖଣ୍ଡେ ନେଇ ଛୋଟ ଛୋଟ କରି କାଟିଦେ ଓ ତାପରେ ତାକୁ ନେଇ ବଜାରରେ ବିକ୍ରି କରିବୁ। ଯାହା ଫଳରେ କି ତତେ ଅଧିକା ପଇସା ମିଳିବ। ଏତିକି ତୋ ଅବସ୍ଥା ବି ବଦଳିଯିବ। ହେଲେ ସାବଧାନ, ଏଇ ଗଛକୁ କାହାକୁ ବି ଚିହ୍ନେଇବୁ ନାହିଁ। କଞ୍ଚା ଗଛ କେବେ ବି କାଟିବୁ ନାହିଁ। ଏତିକି କହି ଶୁଆଶାରୀ ଫୁର୍ଫାର ଉଡ଼ି ଚାଲିଗଲେ। ଜଗବନ୍ଧୁ ସେହି କ୍ଷଣି ଉଠି ବସିଲା। ଝାଡ଼ି ଝୁଡ଼ି ହୋଇ ଗଛ ଉପରକୁ ଅନାଇଲା। ସତକୁ ସତ ଗଛ ଉପରେ ଗୋଟିଏ ଶୁଖିଲା ଡାଳ ଓହଳିଛି। ତାପରେ ଜଗବନ୍ଧୁ ଗଛରେ ଚଢ଼ି ସେ ଡାଳ ଖଣ୍ଡକୁ ଆଣିଲା ଏବଂ ତାକୁ ଛୋଟ ଛୋଟ କରି ହାଣି ଗାମୁଛାରେ ବାନ୍ଧିଲା। ସେଇ ଅଳ୍ପ କାଠକୁ ନେଇ ଜଗବନ୍ଧୁ ବଜାରକୁ ଗଲା। ବାଟରେ ଜଣେ ବ୍ୟବସାୟୀ ତା ସଙ୍ଗେ ଦେଖା ହେଲେ। ସେ ଜଗବନ୍ଧୁକୁ ପଚାରିଲେ, କ'ଣ ନେଉଛୁ? ଜଗବନ୍ଧୁ କହିଲା, ଚନ୍ଦନ କାଠ। ବ୍ୟବସାୟୀ, ଚନ୍ଦନ କାଠ? ଦେଖି ଜଗବନ୍ଧୁ କାଠ ଦେଖାଇଲା। ବ୍ୟବସାୟୀ ସେଥିରୁ କାଠ ଖଣ୍ଡେ ନେଇ ଶୁଙ୍ଘିଲେ ଓ କହିଲେ, ସବୁ କାଠ ଯାକ ମୁଁ ନେଇଯିବି। କେତେ ଟଙ୍କା ନବୁ କହ? ଜଗବନ୍ଧୁ କହିଲା, ମୁଁ ତ ଏ କାଠର ମୂଲ୍ୟ ଜାଣିନାହିଁ। ତୁମେ ଯାହା ଦେବ ମୁଁ ନେବି। ସେ ବ୍ୟବସାୟୀ ଜଣକ ଭାରି ଭଲ ଲୋକ ଥିଲେ। ତେଣୁ ସେ ତାଙ୍କ ପକେଟରୁ 200 ଟଙ୍କା କାଢ଼ି ଜଗବନ୍ଧୁକୁ ଦେଲେ। ଆଉ ମଧ୍ୟ କହିଲେ, ତୁ ପ୍ରତିଦିନ ଯଦି ମୋତେ ଏଇ କାଠ ଆଣିଦେବୁ, ତାହେଲେ ମୁଁ କିଣି ନେଇଯିବି। ଜଗବନ୍ଧୁ ଏତେଗୁଡ଼େ ଟଙ୍କା ପାଇ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା। ଚନ୍ଦନ କାଠର ମୂଲ୍ୟ ଏତେ ଅଧିକ ବୋଲି ତାକୁ ତ ମୋଟେ ଜଣା ନଥିଲା। ସେ ପ୍ରତିଦିନ କାଠ ଆଣିଦିଏ। ବ୍ୟବସାୟୀ ଜଣକ ନେଇଯାଏ। ଅଳ୍ପ ଦିନ ଭିତରେ ଜଗବନ୍ଧୁ ଭଲ ଘରଟିଏ କଲା। କିଛି ଚାଷ ଜମି ବି କିଣିଲା। ଜମିରେ ଧାନ ଚାଷ ବି କଲା। ଏହିପରି ଭାବେ ତାର ଅବସ୍ଥା ସମ୍ପୂର୍ଣ୍ଣ ବଦଳିଗଲା। କିନ୍ତୁ ଜଙ୍ଗଲରୁ କେବେ ବି ସିଏ କଞ୍ଚା ଗଛ କାଟେ ନାହିଁ। ଯିଏ କାଟେ ତା ଉପରେ ସେ ଜଗବନ୍ଧୁ ଖୁବ୍ ବିରକ୍ତ ହୁଏ। ଜଗବନ୍ଧୁ ବେଳେ ବେଳେ ସେଇ ଚନ୍ଦନ ଗଛ ଛାଇରେ ବସେ। ଶୁଆଶାରୀଙ୍କୁ ଖୋଜେ, କିନ୍ତୁ ସେମାନେ ଆଉ ଦେଖା ଦିଅନ୍ତି ନାହିଁ। ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।